ମୋ ନାଁ ହେଲା ଅଭିବିଷୟ। ମୁଁ ଗାଈର ଟ୍ରିଟମେଣ୍ଟ କରେ, ଗାଈର ଚିକିତ୍ସା କରେ। ତ ଆଜି ଆପଣଙ୍କୁ ଦେଖେଇବି ଗୋଟେ ଷଣ୍ଢର କଷ୍ଟର କାହାଣୀ, ଦୁଃଖର କାହାଣୀ। ଆପଣମାନେ ଦେଖୁଛନ୍ତି ଯେ ଷଣ୍ଢ ଜଙ୍ଗଲକୁ ଖାଇବା ପାଇଁ ସକାଳେ ଯାଇଥିଲା। ଯିବା ସମୟରେ ଗୋଟେ ବଡ଼ ଜନ୍ତୁକୁ ଦେଖିକି ଭୟରେ ସେ ଘରକୁ ପଳାଇ ଆସିଥିଲା। ଆସିବା ସମୟରେ ଗୋଟିଏ ଗାତ ଥିଲା, ସେ ଗାତରେ ସେ ଷଣ୍ଢଟା ପଡ଼ିକି ରହିଯାଇଥିଲା। ତାପରେ ପଶୁ ମାଲିକ ତାକୁ ଯାଇକି ଖୋଜିକି ନେଇକି ଆସିଲା ପରେ ମୋତେ ଡାକିଲେ। ମୁଁ ଯାଇକି ତାର ଟ୍ରିଟମେଣ୍ଟ ଆରମ୍ଭ କଲି। ଟ୍ରିଟମେଣ୍ଟ କରିବା ପୂର୍ବରୁ ମୁଁ ଚେକିଂ କଲି। ଫାଷ୍ଟ ତାର ଦେହରେ ସବୁଆଡ଼େ ବ୍ଲିଡ଼ିଂ, ରକ୍ତ ହିଁ ଝରୁଛି ଏବଂ ଷଣ୍ଢ ତା ଗୋଡ଼ ହାତ ଥରୁଛି ଭୟରେ ଏବଂ ସେ ବହୁତ ମାତ୍ରାରେ ଡରିଯାଇଛି। ଡରିଯିବା ସମୟରେ ସେ ଗାତରେ ପଡ଼ିକି ରହିଯାଇଥିଲା ଏବଂ ତା ହାତ ଗୋଡ଼ ସବୁ ଥରୁଛି, ବହୁତ କଷ୍ଟ ହେଉଛି, ବହୁତ ପେନ୍ ହେଉଛି। ତ ମୁଁ ଯାଇକି ଷଣ୍ଢର ଟ୍ରିଟମେଣ୍ଟଟା ଆରମ୍ଭ କଲି। ମୁଁ ପ୍ରଥମେ ଗଲି, ଯିବା ସମୟରେ ବ୍ଲିଡ଼ିଂ ହେଉଥିଲା, ବହୁତ ମାତ୍ରାରେ ଦେହରୁ ବ୍ଲିଡ଼ିଂ ହେଉଥିଲା ଏବଂ ସେ ଖାଇବା ପିଇବା ମଧ୍ୟ ଛାଡ଼ି ଦେଇଥିଲା। କାହିଁକିନା ତା ଦେହରେ ବହୁତ କଷ୍ଟ ହେଉଥିଲା, ବହୁତ ମାଡ଼ ହେଇଥିଲା। ତ ସେଇଥିପାଇଁ ସେ ଖାଇବା ମଧ୍ୟ ଛାଡ଼ି ଦେଇଥିଲା। ମୁଁ ଗଲା ପରେ ଫାଷ୍ଟ ମୁଁ ତାକୁ ପଟାସିୟମ୍ ପାଉଡ଼ର ଆସିଛି, ପଟାସିୟମ୍ ପାଉଡ଼ର ପାଣି ଭଲ ଭାବରେ ତାକୁ ଗଡ଼ିଦେଲି, ମିଶାଇ ଦେଇକି ମୁଁ ଯେକୌଣସି ଜାଗାରେ ଯେଉଁ ମାଡ଼ ହେଇଥିଲା, ଘା ହେଇଥିଲା, ବ୍ଲଡ଼ ବାହାରୁଥିଲା, ସେ ଜାଗାରେ ଭଲ ଭାବରେ ମୁଁ ସଫା କରିଦେଲି। ସେ ଜାଗାରେ ବାଲି, ଧୂଳି ଏସବୁ ଜିନିଷ ଲାଗିଥିଲା। ମୁଁ ଘାକୁ ଭଲ ଭାବରେ ସଫା କରିଦେଲି। ସଫା କରିଦେବା ପରେ ମୁଁ ସେଇଠି ଆମର ଆୟୋଡ଼ିନ୍ ଆସିଛି, ଟିଞ୍ଚର ଆୟୋଡ଼ିନ୍ଟା ମୁଁ ପକାଇ ଦେବା ଫଳରେ ରକ୍ତଟା ବନ୍ଦ ହେଇଗଲା। ତାପରେ ମୁଁ ଆମର ଆଣ୍ଟିବାୟୋଟିକ୍ ସ୍ପ୍ରେ ଆସିଛି, ଯାହାକି ଘା ଶୁଖିବା ପାଇଁ ସ୍ପ୍ରେଟା ଦେଖନ୍ତୁ ମୁଁ ଭଲ ଭାବରେ ସ୍ପ୍ରେ କରୁଛି। ଯେକୌଣସି ଜାଗାରେ ଘା ହେଇଛି ସେ ଜାଗାରେ ମୁଁ ସ୍ପ୍ରେ କରୁଛି, କାହିଁକିନା ଏ ସ୍ପ୍ରେ ନିହାତି ଦରକାର। କାହିଁକିନା ଏଇଟା ଯଦି ମୁଁ ସ୍ପ୍ରେଟା ନ ମାରିବି, ଘାଟା ପୁଣି ବହୁତ ହେଇଯିବ, ପୁଣି ମାଛି ବସିବେ, ଖରାପ ଜିନିଷ ବସିକି ଘାଟାକୁ ପୁଣି ଆଉ ବେଶୀ କରିବା ଫଳରେ ବଳଦ ଆଉ ପୁଣି ବେଶୀ ଘା ହେଇଯିବ। ତାପରେ ମୁଁ ଭଲ ଭାବରେ ତାକୁ ସ୍ପ୍ରେ କଲି, ସବୁ ଜାଗାରେ ସ୍ପ୍ରେ କଲା ପରେ ଘାଟାର ରକ୍ତ ବନ୍ଦ ହେଇଗଲା। ତାପରେ ମୁଁ ତାକୁ କିଛି ଇଞ୍ଜେକ୍ସନ୍ ଦେଲି ବଥା କମିବା ପାଇଁ। ଆର୍ଟିଜନ୍-S ଇଞ୍ଜେକ୍ସନ୍ ବଥା କମିବ, ଫୁଲା କମିବ, ସେଇଥିପାଇଁ ମୁଁ ଇଞ୍ଜେକ୍ସନ୍ ଦେଲି, 15 ml ଦେଲି। ତାପରେ ମୁଁ ଦେଲି ଷ୍ଟ୍ରେପ୍ଟୋପେନିସିଲିନ୍ ଘା ଶୁଖିବା ପାଇଁ ଏବଂ ଘାଟା ନ ବଢ଼ିବା ପାଇଁ ମୁଁ ଷ୍ଟ୍ରେପ୍ଟୋପେନିସିଲିନ୍ ଇଞ୍ଜେକ୍ସନ୍ ଦେଲି। ତାପରେ ମୁଁ ଦେଲି CPM ଇଞ୍ଜେକ୍ସନ୍, ଯେଉଁ ଇଞ୍ଜେକ୍ସନ୍ ଆମେ ଦେଲୁ, ଦୁଇଟା ଇଞ୍ଜେକ୍ସନ୍ ତାର ରିଆକ୍ସନ୍ ନ ହେବା ପାଇଁ ମୁଁ CPM ଇଞ୍ଜେକ୍ସନ୍ ଦେଲି। ତାପରେ ମୁଁ ମଲ୍ଟିଭିଟାମିନ୍ ଟ୍ରାଇଭିଭେଟ୍ ମୁଁ ଇଞ୍ଜେକ୍ସନ୍ ଦେଲି, କାହିଁକିନା ତା ଦେହରୁ ବହୁତ ମାତ୍ରାରେ ରକ୍ତ ପଡ଼େଇଛି, ସେଇଥିପାଇଁ ମୁଁ ଟ୍ରାଇଭିଭେଟ୍ ଭିଟାମିନ୍ ଇଞ୍ଜେକ୍ସନ୍ ଦେଲି। ଏ ଇଞ୍ଜେକ୍ସନ୍ଟା ମୁଁ କଣ୍ଟିନ୍ୟୁ 6 ଦିନ ଇଞ୍ଜେକ୍ସନ୍ ଦେଲି। ବଥା କମିବା ପାଇଁ, ଘା ଶୁଖିବା ପାଇଁ ଭିଟାମିନ୍ ଇଞ୍ଜେକ୍ସନ୍ ମୁଁ ଦେଲି। ଦେବା ସମୟରେ ବଳଦଟା ଆରାମରେ ଛିଡ଼ା ହେଲା ଏବଂ ଆରାମରେ ଶୋଇଲା, ତା ବଥା ମଧ୍ୟ କମିଗଲା। ମୁଁ 6 ଦିନ ଟ୍ରିଟମେଣ୍ଟ କଲି। ଆଉ କଣ୍ଟିନ୍ୟୁସ୍ ଘାରେ ମୁଁ ସ୍ପ୍ରେ କଲି ଘା ଶୁଖିବା ପାଇଁ। କଣ୍ଟିନ୍ୟୁ ମୁଁ 15 ଦିନ ସ୍ପ୍ରେ କଲି ଏବଂ 6 ଦିନ ମୁଁ ତାକୁ ଇଞ୍ଜେକ୍ସନ୍ ଦେଲି, ଆଣ୍ଟିବାୟୋଟିକ୍। ଷଣ୍ଢକୁ ମୁଁ 15 ଦିନ ଟ୍ରିଟମେଣ୍ଟ କଲି। ଟ୍ରିଟମେଣ୍ଟ କଲା ପରେ ସମ୍ପୂର୍ଣ୍ଣ ମାତ୍ରାରେ ସୁସ୍ଥ ଏବଂ ସବଳ ହୋଇଗଲା। ତା ପିଠିରେ, ତା ଜଙ୍ଘରେ, ତା ସବୁଆଡ଼େ ବହୁତ ମାତ୍ରାରେ ମାଡ଼ ହେଇଥିଲା, ବହୁତ ବିଭିନ୍ନ ପ୍ରକାର ଜାଗାରେ ମାଡ଼ ହେଇଥିଲା। ଷଣ୍ଢଟା ଖାଇବା ପାଇଁ ମଧ୍ୟ ପାରୁନଥିଲା, ଚାଲି ମଧ୍ୟ ପାରୁନଥିଲା। ମୁଁ 15 ଦିନ ଟ୍ରିଟମେଣ୍ଟ କଲି। ଟ୍ରିଟମେଣ୍ଟ କଲା ପରେ ସୁସ୍ଥ ଏବଂ ସବଳ ହୋଇକି ଷଣ୍ଢ ପୁଣି ଉଠିଲା। ପୁଣି ସେ ନୂଆ ଜୀବନ ପାଇଲା। ପୁଣି ସେ ଜଙ୍ଗଲକୁ ଯିବ, ଖାଇବ, ଆସିବ, ପୁଣି ଚାଷ କାମରେ ଲାଗିବ। ସୁସ୍ଥ ଏବଂ ସବଳ ହୋଇଗଲା ଷଣ୍ଢଟା।